ଗୋଟେ ସୁନ୍ଦର ଭିଡ଼ିଓ ଦେଖାଇବାକୁ ଚାହୁଁଛୁ, ତ ଆପଣମାନେ ଭିଡ଼ିଓରେ ବନେଇ ରହନ୍ତୁ। ହ୍ୟାଲୋ ଗାଇଜ୍, ନମସ୍କାର। ତ ଆସନ୍ତୁ ଆଜି ଆମେ ଦେଖିବା ଆମ ଭିଡ଼ିଓକୁ ଆଉ ଥରେ ଆଣିବାକୁ ଚେଷ୍ଟା କରିଛୁ, ତ ଆପଣମାନେ ଭିଡ଼ିଓରେ ବନେଇ ରହନ୍ତୁ। ସୋମବାର ଦିନ ଆମେ କଦଳୀ କେମିତି ପଚାଯାଏ, କେମିତି ପାଚିବ ସେ ଭିଡ଼ିଓ ଆପଣମାନଙ୍କୁ ଦେଖାଇଥିଲୁ। ତ ଆଜି ହେଲା 2 ଦିନ, କାଲି ମଙ୍ଗଳବାର ଆଜି ଗୁରୁବାର। ତ ସେ କଦଳୀ କେମିତି ପାଚିଲା କି ନାହିଁ ସେଇଟା ଆପଣମାନଙ୍କୁ ଆମେ ଦେଖାଇବାକୁ ଚାହୁଁଛୁ, ତ ଆପଣମାନେ ଭିଡ଼ିଓରେ ବନେଇ ରହନ୍ତୁ ଆଉ ଭିଡ଼ିଓର ମଜା ନିଅନ୍ତୁ। ପାଚିବା ପାଇଁ ଚୂନ ଦିଅନ୍ତି, ତ ଅଜାମାନେ କେମିତି ଦେଉଥିଲେ ସେମିତି ଆମେ ଦେଇଥିଲୁ। ତ ଆଜି 2 ଦିନ ହେଲା, ତ କେମିତି ରେଡ଼ି ହେଇଛି କି ନାହିଁ, ପାଚିଛି କି ନାହିଁ ଆପଣମାନଙ୍କୁ ଆମେ ଦେଖାଇବାକୁ ଚାହୁଁଛୁ। ଆପଣମାନେ ଭିଡ଼ିଓରେ ବନେଇ ରହନ୍ତୁ। ତ କଦଳୀକୁ ଆମେ ପକେଟ୍ କରିଥିଲୁ, ସେ ପକେଟ୍ରେ ହିଁ ଅଛି। ତ ଆପଣମାନଙ୍କୁ ସେ କଦଳୀ ଆମେ ଦେଖାଇବୁ ସତରେ ହେଇଛି କି ନାହିଁ, ଆଉ ଅଜାମାନେ ସତରେ ସେଭଳି କରୁଥିଲେ କି ନାହିଁ ଆପଣମାନେ ନିଶ୍ଚୟ ଦେଖିବେ। ଆଉ ଆପଣମାନେ ବି ଚେଷ୍ଟା କରିବେ, ଆପଣମାନେ ବି ଟ୍ରାଏ କରିବେ କି ସେମିତି କଲେ କଦଳୀ ପାଚି ହୁଏ କି ନାହିଁ। ତ ଆପଣମାନେ ଚାଲନ୍ତୁ ଦେଖିବେ। ପାଚି ସାରିଛି, ତ ଆପଣମାନଙ୍କୁ ଦେଖାଇବୁ। ଆପଣମାନେ ଦେଖିପାରୁଥିବେ ଏଇଟା କଦଳୀ କେମିତି ପକେଟ୍ କରିଥିଲୁ। ଦେଖନ୍ତୁ କଦଳୀ ଦେଖାଇଲେ ଆଡ଼େ କଦଳୀ ପାଚିଛି କି ନାହିଁ, ଏଇଟା ଦେଖନ୍ତୁ ପାଚିଛି କଦଳୀ। ଏଇଟା ଆମେ ଦେଶୀ କ୍ରେକ୍ ଦେଇଥିଲୁ, ଚୂନ ଦେଇଥିଲୁ, ଏମିତି ହେଇଛି ଦେଖନ୍ତୁ। ଏଇଟା ଚୂନ ଦିଆ ହେଇଥିଲା, ତ କଦଳୀ ଅଲରେଡ଼ି ପାଚି ସାରିଛି। ଏଇ ଦେଖନ୍ତୁ ସବୁ କଦଳୀ ପାଚିଲା, ଏଇଟା ପାଚି ସାରିଛି। ଏଠି ଦେଖନ୍ତୁ ତ ଗାଇଜ୍, ଆପଣମାନେ ଦେଖିଲେ କଦଳୀ କେମିତି ପାଚି ସାରିଛି ଏଇଟା। ତ ଏବେ ଖାଇବାକୁ ଜଣେ ଷ୍ଟାର୍ଟ କରିବ କଦଳୀ, ତାକେ ଆମେ ଦେଉଛୁ ତାଙ୍କୁ। ଏଇଟା ଖାଇଦେବାକୁ ପାଚିଛି କି ନାହିଁ। ଦେଖାଇଦେ, ଖାଇବାକୁ କହ। ଖାଇବ ନିଅ। ଖାଇଦେ, କେମିତି ଲାଗୁଛି? ମିଠା ଲାଗୁଛି? ହଁ, ମିଠା ଲାଗୁଛି। ପୁରା ପାଚି ସାରିଛି। ଆପଣମାନେ ନିଶ୍ଚୟ ଏମିତି ପାଚିବା ପାଇଁ ଦେବେ, ଆଉ ଏମିତି ପାଚିବ। ତ ଗାଇଜ୍, ଆପଣମାନେ ଦେଖିଲେ ଆଜିର ଭିଡ଼ିଓ। ଆପଣମାନଙ୍କୁ କେମିତି ଲାଗିଲା ଆଜିର ଭିଡ଼ିଓ? ଭଲ ଲାଗିଥିଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବେ ଆଉ ସେୟାର କରିବେ। ତ ଆଜିର ଭିଡ଼ିଓ ଏଇଠି ଶେଷ ହେଲା। ଥ୍ୟାଙ୍କ ୟୁ, ବାଏ ବାଏ, ନମସ୍କାର।